ଆସନ୍ତୁ ଆଜି କିଛି ନୂଆ ଷ୍ଟାଇଲ ନୂଆ ଅନ୍ଦାଜରେ ଆପଣ ପାଇଁ ରେସିପି ନେଇକି ଆସିଛି। ଆପଣମାନେ ଦେଖିଲା ମାତ୍ରେ ଭାବୁଥିବେ ଏଇଟା ଯେହେତୁ ନଡ଼ିଆ ଚେକିବେରି ହେଇଛି, ନଡ଼ିଆ ଚାଉଳରେ ହେଇଥିବ କିମ୍ବା ନଡ଼ିଆ ବେସନରେ ହେଇଥିବ। ସେ ସବୁ ଡାଉଟ୍ କ୍ଲିୟର କରିବାକୁ ହେଲେ ଭିଡ଼ିଓକୁ ପୁରା ଏଣ୍ଡ ଯାଏଁ ଦେଖିବାକୁ ଆପଣଙ୍କୁ ପଡ଼ିବ। ଭିଡ଼ିଓକୁ ଜମା ସ୍କିପ୍ ନ କରି ଆପଣ ପୁରା ଦେଖନ୍ତୁ। ତା ସହିତ ଏଇ ଚଟଣିଟା ପୁରା ଜବରଦସ୍ତ ଲାଗୁଛି। ଚାଲନ୍ତୁ କେମିତି କ'ଣ ହେଇଛି ଡିଟେଲ ଆପଣଙ୍କୁ ଜଣାଇ ରଖୁଛି। ଯେତେବେଳେ ପିଲାମାନଙ୍କୁ ଟିଫିନ୍ ବକ୍ସରେ ଦେବେ ନା, ପୁଣି ଥରେ ଡିମାଣ୍ଡ ସ୍କୁଲ ଆସିଲା ମାତ୍ରେ ଡିମାଣ୍ଡ କରିବେ ମମି ଏଇ ପ୍ରକାର ଯେହେତୁ ବନେଇକିରି ଦିଅ ସବୁବେଳେ। ତ ଚାଲନ୍ତୁ ଆଉ ଡେରି କାହିଁ କରୁଛନ୍ତି, ଆଜିର ବ୍ଲଗ୍ଟି ଷ୍ଟାର୍ଟ କରିବା। ବ୍ଲଗ୍ ଷ୍ଟାର୍ଟ କରିବା ପୂର୍ବରୁ ଆପଣଙ୍କ ଅନୁସାରେ ଆପଣମାନେ ନେଇପାରିବେ। ଚାଲନ୍ତୁ ଆକୁ ଚପିଂ ଯେହେତୁ କରିନେବା। ପ୍ରଥମରେ ଦେଖନ୍ତୁ ମୁଁ ଆଳୁକୁ ଚାଞ୍ଚିକିରି କୋରି ନେଲି, ତାକୁ 2-3 ଥର ଧୋଇ ନେଲି। ତା ପାଖରେ ରଖିଛି ଭୁଇଁ ଚଣା, ପିଆଜକୁ ଦେଖନ୍ତୁ ପେଷ୍ଟ କରିନେବା। ବିନା ପାଣି ସାହାଯ୍ୟରେ ଯାଇକିନା ଗ୍ରାଇଣ୍ଡରରେ ମିକ୍ସରରେ ପକାଇଲେ ତା ଅଟୋମେଟିକ୍ ଯେହେତୁ ପେଷ୍ଟ ହେଇଯିବ, ପାଣି ଦେବାକୁ ବି ଆବଶ୍ୟକତା ପଡ଼ିବନି। ତ ଆଳୁ ଦେଖନ୍ତୁ ମୁଁ ଯେମିତି କହିଥିଲି ଆଳୁ ପିଆଜ ଆପଣଙ୍କ ଅନୁସାରେ ଆପଣ ନେଇପାରିବେ। ଏ ଚଟଣିଟା ନା ଆପଣ ବାହାରେ ବି 5 ଦିନ ରଖିକି ଖାଇପାରିବେ। ତା ସହିତ ଯଦି ଫ୍ରିଜରେ ରଖିବାକୁ ଚାହୁଁଛନ୍ତି ତ 15 ଦିନ ଏନ୍ଜୟ କରିପାରିବେ। ଏ ଚଟଣିଟା ଆପଣମାନେ ଏଭ୍ରିଥିଙ୍ଗ ସବୁଥିରେ ଯେହେତୁ ଏନ୍ଜୟ କରିପାରିବେ। ରୁଟି ପରଟା ତା ସହିତ ଭାତ ବି ଆପଣମାନେ ଆନନ୍ଦରେ ଚଟଣି ଆଣି ଖାଇପାରିବେ। ତ ଚାଲନ୍ତୁ ଏକାନି ରସୁଣ ବି ଦେଖନ୍ତୁ 2-3ଟି ନେଇଯାଇଛି। ତାପରେ 2ଟା ଗ୍ୟାସ୍ ଅନ୍ କରିନେଲି। ସେକାନି ଯେହେତୁ ଚଟଣିରେ ସାମଗ୍ରୀ କରିବା, ଏକାନି ଯେହେତୁ ଚକୁଳିରେ ସାମଗ୍ରୀ କରିବା। ଚଟଣି ପାଇଁ ଦେଖନ୍ତୁ ମୁଁ ପକାଇ ନେଇଛି ଭୁଇଁ ଚଣା। ଚଟଣି ପାଇଁ ବହଳିଆ କରେଇ ନେବେ, କାହିଁକିନା ସେ ସବୁ ଭାଜି ହେବ। ପତଳା କରେଇ ନେଲେ ପୋଡ଼ିଯିବ। ଏକାନି ଦେଖନ୍ତୁ ଚକୁଳି ପାଇଁ ଆମେ ନେଇଯାଇଛନ୍ତି କରେଇ ଗରମ ହେଲା ପରେ ତେଲ ପକାଇଲି। ତେଲ ଗରମ ହେଇସାରିଲା ପରେ ଜିରା, ତାପରେ ଚଣା ଡାଲି ପକାଇଲି। ଚଣା ଡାଲି ଜିରା ପକାଇବେ, ଟେଷ୍ଟ ଭଲ ଆସିବ। ତାପରେ ଭାଜି ସାରିଲା ପରେ ପାଣି ପକାଇ ନେବେ ଆପଣଙ୍କ ଅନୁସାରେ ଦେଖିକିରି। ପାଣି ପକାଇ ସାରିଲା ପରେ ତୁରନ୍ତ ଆଳୁ ପକାଇ ନେବେ। ଆଳୁ ପକାଇ ସାରିଲା ପରେ ପେଷ୍ଟ କରିଥିବା ପିଆଜ ଟିକେ ପକାଇ ନେବେ। ସେ ଏକାନି ପକାଇକିରି ଛାଡ଼ି ନେବେ ଫୁଟିବା ପାଇଁ। ସେକାନି ଦେଖନ୍ତୁ ଆମର ଭୁଇଁ ଚଣା ଭଜା ହେଇଯାଇଛି। ତାପରେ ଚାଲନ୍ତୁ ଆମେ ଯେଉଁ ଛେଚିକି ରଖିଥିଲେ ରସୁଣ ପରେ ତାପରେ ଦେଖନ୍ତୁ ଆମେ ନେଇଯିବା ଚଣା ଡାଲି ଜିରା। ଆପଣ ଚଣା ଡାଲି ଜିରା ନିହାତି ନିଅନ୍ତୁ, କାହିଁକିନା ଏଇ ଚଟଣିରେ ଯେହେତୁ ବହୁତ ଖାସ୍ ଲାଗୁଛି ଆପଣଙ୍କୁ, ଯେହେତୁ ଆଗୁଆକୁ ଜଣେଇବି। ତାପରେ ଏକାନି ଦେଖନ୍ତୁ ଧନିଆ ପତ୍ର ଲୁଣ ଟିକେ ପକାଇ ନେଲି। ଏକାନି ତ ଅଲରେଡ଼ି ଆମର ଭୁଇଁ ଚଣା ଭାଜି ହେଇଛି। ସେକାନି ଚାଲନ୍ତୁ ଚଣା ଡାଲି ଜିରା ରସୁଣ ଏସବୁତକ ଭାଜି ହେଲାନି। ଏସବୁତକ ଆମେ ଥଣ୍ଡା କରିବାକୁ ଛାଣିବା। ବେଶୀ ବି ବ୍ରାଉନ୍ କରିବେନି, ବେଶୀ ବି ବ୍ରାଉନ୍ କଲେ ଯେହେତୁ ପିତାଳିଆ ଅଂଶ ଆସିବ। ଆପଣଙ୍କୁ ଯେମିତି କହିଥିଲି ଆପଣ ଭାତ ସହିତ ଖାଇଲେ ଆହୁରି ଆନନ୍ଦ ଦ୍ୱିଗୁଣ ବଢ଼ିବ। ତ ଚାଲନ୍ତୁ ସବୁତକ ମୁଁ କାଢ଼ି ନେଲି। କାଢ଼ି ସାରିଲା ପରେ ଆକୁ ଥଣ୍ଡା ହେବ ଛାଣିବି। ସେକାନିରେ ସାମଗ୍ରୀ ଯେହେତୁ ପ୍ରସ୍ତୁତ କରିବା। ପ୍ଲେଟ୍ରେ ସବୁତକ କାଢ଼ି ନେଲି। ପ୍ଲେଟ୍ରେ କାଢ଼ି ସାରିଲା ପରେ ଚାଲନ୍ତୁ ଅଳ୍ପ କିଛି ଗୁଡ଼ କାଢ଼ିନେବି। ଆପଣ ଗୁଡ଼ ଜାଗାରେ ଚିନି ବି ଯେହେତୁ ବ୍ୟବହାର କରିପାରିବେ। ମୁଁ କାହିଁକିନା ଗୁଡ଼ ନେଇଛି, ସ୍ୱାଦିଷ୍ଟ 2 ଗୁଣ ବଢ଼ୁଛି। ତ ଚାଲନ୍ତୁ ଏଠି ଆପଣ କ'ଣ କରିବେ ନା, ଭୁଇଁ ଚଣା ଜାଗାରେ ଆପଣ ଚାହିଁବେ ତ କାଜୁ ନେଇପାରିବେ। କାହିଁକିନା କାଜୁରୁ ଭୁଇଁ ଚଣା ଅଧିକ ପ୍ରୋଟିନ୍ ଆଇରନ୍ ଥାଏ। ତା ସହିତ ମସ୍ତିଷ୍କ ସହିତ ଶରୀର ବି ମଜବୁତ ରୁହେ। ଆପଣ ଯେଉଁଟା ଚାହିଁବେ ସେଇଟା ଯେହେତୁ ୟୁଜ୍ କରିପାରିବେ। କାହିଁକିନା କାଜୁର ଭିଟାମିନ୍ ଅଲଗା ଥାଏ, ଭୁଇଁ ଚଣାର ଭିଟାମିନ୍ ଅଲଗା ଥାଏ। ତ ଆପଣ ମୁଁ 2ଟି ଯାକ ଦେଖେଇଛି, ଆପଣ ଯେଉଁଟା ଚାହିଁବେ ସେଇଟା ନେଇପାରିବେ। ମୁଁ ଯେହେତୁ ଏଠି ଭୁଇଁ ଚଣା ବ୍ୟବହାର କରିଛି। ତ ଚାଲନ୍ତୁ ଗୁଡ଼କୁ କାଟିକିରି ଅଳ୍ପ ରଖିଥିଲି, ତେନ୍ତୁଳି ଟିକେ ଦେଇଦେବେ। ଖଟା ଆଉ ମିଠା ଆପଣଙ୍କ ଅନୁସାରେ ବାଲାନ୍ସ ଯେମିତି ହେବ ସେହି ଅନୁସାରେ ନେଇପାରିବେ। ତ ଏକାନି ପ୍ରସ୍ତୁତ କଲର୍ ଏକାନି ଅଲରେଡ଼ି ପାଣି ଫୁଟି ଆସିଥିଲା। ତାପରେ ଆପଣ ସୁଜି ପକାଇ ନେବେ। ସୁଜି ପକାଇ ସାରିଲା ପରେ ବାସ୍ ତାକୁ ପାଣି ମରିଗଲେ ଯେହେତୁ ଓହ୍ଲେଇ ନେବେ, ଥଣ୍ଡା ହେବାକୁ ଛାଡ଼ି ନେବେ। ତ ଦେଖିଲେ ନା ଆମର ଇଜିଲି ସରଳ ଭାବରେ ଯେହେତୁ ଚକୁଳିଟି ତିଆରି ହେଇଯାଉଛି। ତା ସହିତ ଆପଣ ଛୋଟ ଛୋଟ କରନ୍ତୁ କିମ୍ବା ବଡ଼ ବଡ଼ କରନ୍ତୁ, ସେଇଟା ଆପଣ ଅନୁସାରେ ଆପଣ ନିର୍ଭର ହେଉଛି। ତାପରେ ଏକାନି କଥା ବ୍ୟସ୍ତରେ ଦେଖନ୍ତୁ ମୁଁ କ'ଣ ପକାଇଲି ଆପଣଙ୍କୁ କହିବାକୁ ଭୁଲି ଯାଇଛି। ତ ପାଣିରେ ଦେଖନ୍ତୁ ମୁଁ ଟିକେ ଗରମ ମସଲା ପକାଇ ନେଲି। ତାପରେ ହଳଦୀ ଗୁଣ୍ଡ ଟିକେ ସ୍ଲାଇଡ଼ ପକାଇ ନେଲି। ତା ଧଳା ରାଶି ଟିକେ ପକାଇ ନେଲି। ପକାଇ ସାରିଲା ପରେ ଏସବୁ ଯାକ ନା ଆମର ଶରୀରକୁ ଥଣ୍ଡା ରଖିଥାଏ। ତାପରେ ହାଡ଼କୁ ମଜବୁତ ଦେଇଥାଏ। ତ ଚାଲନ୍ତୁ ଯେମିତି କହିଥିଲି ପ୍ଲେଟ୍ ଦେଖନ୍ତୁ ଓହ୍ଲେଇ ନେଲି କରେଇ, ଓହ୍ଲେଇକିରି ଥାଳିରେ ଯେହେତୁ ତାକୁ ଥଣ୍ଡା ହେବାକୁ ଛାଣିଲି। ସେକାନି ଥଣ୍ଡା ହେଇଯିବ। ଏକାନି ଆମର ଯେହେତୁ ପ୍ରସ୍ତୁତ ହେଇଯିବ ଚଟଣିଟି। ତ ଏଇ ଚଟଣିଟା ମୁଁ ଯେମିତି କହିଥିଲି ଆପଣ ବାହାରେ ବି 5 ଦିନ ରଖିପାରିବେ। ଫ୍ରିଜରେ ଯେହେତୁ 15 ଦିନ ଷ୍ଟୋରେଜ୍ କରି ଖାଇପାରିବେ। ତ ଚାଲନ୍ତୁ ଯେଉଁ ଆପଣ ପିଆଜରୁ ପେଷ୍ଟ କରିଥିଲେ ସେଇ ପେଷ୍ଟକୁ କ'ଣ କରିବେ, ଟିକେ ସୋରିଷ ତେଲ ନେବେ। ସୋରିଷ ତେଲ ଗରମ ହେଲା ପରେ ଏ ପିଆଜରୁ ପକାଇ ନେବେ। ପିଆଜ ପକାଇଲା ମାତ୍ରେ ଦେଖନ୍ତୁ ପଛରେ ମାତ୍ରେ ପାଣି ବାହାରିବ। ସେ ପାଣି ଯେଉଁ ପର୍ଯ୍ୟନ୍ତ ନ ମରିଛି ସେଇ ପର୍ଯ୍ୟନ୍ତ ଧିମା ଆଞ୍ଚରେ ଯେହେତୁ ତାକୁ ଘାଣ୍ଟୁଥିବେ। ଯେତେବେଳେ ପାଣି ମରିଯିବ ଆମର ଯେଉଁ ମିକ୍ସରରେ ଯେଉଁ ପେଷ୍ଟ କରି ରଖିଥିଲେ ତାକୁ ଯେହେତୁ ପକାଇ ନେବା। ତାକୁ ପକାଇ ସାରିଲା ପରେ ବାସ୍ ତେଲ ପକାଇବା। ତେଲ ଯେମିତି ଆମର ସବୁତକ ବୁଡ଼ିବ ସେଇ ଅନୁସାରେ ତେଲ ନେବା। ଚାଲନ୍ତୁ ମୁଁ ଆପଣଙ୍କୁ ଦେଖେଇ ନେଉଛି କେମିତି କେଉଁ ପ୍ରକାର ଯେହେତୁ ତେଲ ନେବେ।
ପିଆଜ ସହିତ ଏସବୁ ମସଲା ଯେତେବେଳେ ମିକ୍ସ ହେଇଯିବ ସ୍ୱାଦ ଅନୁସାରେ ଲୁଣ ଦେଇଦେବେ, ତାପରେ ହଳଦୀ ଗୁଣ୍ଡ ଟିକେ ଦେବେ, ତାପରେ ମରିଚ ଗୁଣ୍ଡ ଆପଣଙ୍କ ଟେଷ୍ଟ ଅନୁସାରେ ନେବେ, ଆପଣ କେତିକି ରାଗ ଖାଉଥିବେ। ଯଦି ଆପଣ ମରିଚ ଗୁଣ୍ଡ ବଦଳରେ ଶୁଖିଲା ମରିଚ ବି ନେଇପାରିବେ। ମୁଁ ଶୁଖିଲା ମରିଚ ନେଇନି କାହିଁକିନା ଏଇ ଚଟଣି ମୋର ତୁରନ୍ତ ସରିଯାଇଥିଲା, ସେଥିପାଇଁ ମୁଁ ଯେହେତୁ ଶୁଖିଲା ମରିଚ ଏଠି ବ୍ୟବହାର କରିନି। ଆପଣ ଚାହିଁଲେ ଆପଣ ନେଇପାରିବେ, ବହୁତ ମାତ୍ରାରେ ବି କରିପାରିବେ। କାହିଁକିନା ମୁଁ ଯେମିତି କହିଥିଲି ବାହାରି କାଞ୍ଚରେ ରଖିଲେ ଆପଣଙ୍କ ବାହାରି 5 ଦିନ ଯେହେତୁ ଯିବ ଫ୍ରିଜରେ 15 ଦିନ ଯିବ। ହଁ, ଆପଣମାନେ ଭାବୁଥିବେ ଏତେ ଯେହେତୁ କାମଧାମ କିଏ ବା କରିବ, କିନ୍ତୁ ଥରେ କରିବେ ଆପଣମାନେ 15 ଦିନ କିମ୍ବା ଯେହେତୁ ମାସେ ପର୍ଯ୍ୟନ୍ତ ଏନ୍ଜୟ କରିବେ। ତ ଦେଖନ୍ତୁ କିଛି ଖାଇବାକୁ ହେଲେ କିଛି ଯେହେତୁ ଅଲଗା କରିବାକୁ ହେଲେ ମେହନତ ନିଶ୍ଚୟ କରିବାକୁ ପଡ଼ିବ। ଚାଲନ୍ତୁ ସେଇ କଥା ଶବ୍ଦକୁ ମିକ୍ସ ହେଇସାରିଲା ପରେ କଞ୍ଚି ଘନି ସୋରିଷ ତେଲ ଯେହେତୁ ପକାଇ ନେବେ। ହଁ, ଓରିଜିନାଲ ସୋରିଷ ତେଲ ହିଁ ନେବେ, 10 ଟଙ୍କିଆ 5 ଟଙ୍କିଆ ନେବେନି। କାହିଁକିନା 10 ଟଙ୍କିଆ 5 ଟଙ୍କିଆ ନେଲେ 5 ଦିନ କ'ଣ 15 ଦିନ କ'ଣ ଯେହେତୁ ଯେତେବେଳେ ଖାଇବେ ସେତେବେଳେ ସ୍ମେଲ୍ ହେବ, ତା'ର ସ୍ୱାଦିଷ୍ଟ ଯେହେତୁ ଆସିବନି। ତ ଚାଲନ୍ତୁ ଦେଖନ୍ତୁ ଅଳ୍ପ ଅଳ୍ପ ତେଲ କରି ନେଉଥିବେ, ବାସ୍ ତାକୁ ଭଲସେ ମିକ୍ସ କରି ଯାଉଥିବେ। ତ ମିକ୍ସ କରି ଗଲେ ତା'ର ଏକ୍ସଟ୍ରା ତେଲ ବାହାରି ପଡ଼ିବ। ଧିମା ଆଞ୍ଚରେ 5-10 ମିନିଟ୍ ତାକୁ ସିଝେଇ ନେବେ। ସେକେଣ୍ଡ ଗ୍ୟାସ୍କୁ ଅନ୍ କରି ପୁଣି ଥରେ ବସାଇ ନେଲି। ଏଥିପାଇଁ ବସାଇବା ତା'ର କଞ୍ଚା ସ୍ମେଲ୍ ଯାହା ବାକି ଥିବ ସେ ଚାଲିଯିବ ଧିମା ଆଞ୍ଚରେ ଯେହେତୁ ତାକୁ କରିବେ। ତ ଚାଲନ୍ତୁ ଏକାନି ଦେଖନ୍ତୁ ଏମିତି ଚକୁଡ଼ିବାକୁ ନାହିଁ କି ଆପଣମାନଙ୍କୁ ଯେହେତୁ ବେଶୀ ମେହନତ କରିବାକୁ ପଡ଼ିବନି। ବାସ୍ ଯେତିକି ଆପଣମାନେ ଗରମ ସମ୍ଭାଳି ପାରିବେ ସେଇ ଅନୁସାରେ ଥଣ୍ଡା କରିବେ। ବେଶୀ ମାତ୍ରାରେ ଯଦି ଥଣ୍ଡା କରିନେବେ ଆପଣଙ୍କର ବେଶୀ ହାର୍ଡ଼ ହେଇଯିବ, ଚକୁଡ଼ିବାକୁ ପଡ଼ିବ। ଖାଲି ଗୁଳା ଅଛି କି ନାହିଁ ଭଲସେ ମିକ୍ସ କରିବା ପାଇଁ ଯେହେତୁ ତାକୁ ମିକ୍ସ କରିନେବେ। ଚାଲନ୍ତୁ ମିକ୍ସ କରିସାରିଲା ପରେ ଏକାନି ଚଟଣିଟା ମୁଁ ଦେଖି ନେଉଛି, ଦେଖିପାରୁଛନ୍ତି ନା ଏଇ ସାହାଯ୍ୟରେ ତେଲ ଏମିତି ରହିବ ସେମିତି ଆପଣମାନେ କରିବେ। ବାସ୍ ଯେତେବେଳେ ତେଲ ଏମିତି ଭାବରେ ରହିବ ତାପରେ ତାକୁ ଓହ୍ଲେଇ ନେବେ। ବା ତାପରେ ଏକାନି ଦେଖନ୍ତୁ ମୋର ତାୱା ମୁଁ ବସାଇ ଦେଇଥିଲି, ତାୱା ଅଲରେଡ଼ି ଗରମ ହେଇଗଲାଣି। ତାରେ ଗୁଳା କରିବେ ତାୱା ସେଇ ଗୁଳା କରି ତୁରନ୍ତ ଯେହେତୁ ତାୱାରେ ହିଁ ଆପଣମାନେ ପ୍ରସ୍ତୁତ କରିବେ। ଆକୁ ବେଲିବାକୁ ପଡ଼ିବନି କି ଆପଣମାନଙ୍କୁ ହାତରେ ତାରିବାକୁ ପଡ଼ିବନି। ବାସ୍ ଆପଣମାନେ ଯେତେବେଳେ ଗୁଳା କରୁଥିବେ ଆପଣମାନେ କ'ଣ କରିବେ, ହାତ ଓଦା କରିନେବେ। ହାତକୁ ଓଦା କରିକିରି ଯେହେତୁ ଦବେଇବେ, ଓଦା କଲେ ଆପଣଙ୍କ ହାତ ଯେତେ ଧୂଆଁ ସେଟା ବାଜିଲେ ବି ଆପଣଙ୍କୁ ବେଶୀ ଯେହେତୁ ଗରମ କରି ଧରା ପଡ଼ିବନି। ତା ସହିତରେ ଆରାମସେ ଚକୁଳି କରି ଦେଖନ୍ତୁ ହେବ, ନଡ଼ିଆ ଚେକି କରି। ଚାଲନ୍ତୁ ମୁଁ ଭଲସେ ପୁଣି ଥରେ ପରଫେକ୍ଟ ଦେଖାଇ ନେଉଛି। କମ୍ ତେଲ ତ ଖର୍ଚ୍ଚ ହେଉଛି, ତା ସହିତ କରିବାଟା ବି ଇଜି ଅଛି। ତ ଦେଖନ୍ତୁ ଗୁଳା କରିନେବେ, ଏଇ ସାହାଯ୍ୟରେ ଆପଣମାନେ ଦବେଇ ନେବେ। ଓଦା ନିଶ୍ଚୟ ଓଦା, ଏଇ ଧୂଆଁଟା ଆପଣଙ୍କ ହାତକୁ ବାଜିଲେ ଯେହେତୁ ଆପଣଙ୍କର ହାତ ଯେହେତୁ ବେଶୀ ଗରମ ଲାଗିବନି। ତ ଚାଲନ୍ତୁ ଧିମା ଆଞ୍ଚ ହିଁ ନେବେ, ଯେତେବେଳେ କରିବେ ସେତେବେଳେ ଧିମା ଆଞ୍ଚ ନେବେ। ଯେତେବେଳେ ହେଇସାରିଲା ପରେ ମିଡ଼ିୟମ୍ ଆଞ୍ଚରେ ତାକୁ ଆରାମସେ କ୍ରିସ୍ପି ଆଉ ଯେହେତୁ ଇଏମି କରିବେ। କ'ଣ ଠିକ୍ କହିଲି ନା? ତ ଚାଲନ୍ତୁ ଆପଣ ସାନ ବଡ଼ କରିପାରିବେ ନାହିଁ, ଯଦି ଆପଣ ଯେମିତି ଷ୍ଟାର୍ଟିଂରେ ଦେଖେଇଲି ଗୋଟେ ବି କରିପାରିବେ ନାହିଁ। ଯଦି ଚକୁଳି ପରି ବଡ଼ ସାଇଜ୍ ଯଦି କରିବାକୁ ଚାହୁଁଛେ କରିପାରିବେ। ଚକୁଳି ପରି ବଡ଼ ସାଇଜ୍ କଲେ କ'ଣ ନା ଏଠି ଆମର ଭାଙ୍ଗିଯିବା ଚାନ୍ସ ଅଛି। ତ ନଡ଼ିଆ ଚେକି ପରି କରନ୍ତୁ, ସ୍ୱାଦିଷ୍ଟ କୁଆଡ଼େ ଚାଲିଯାଉଛି। ଏମିତି ଭାବରେ ନୋଟେଇ ଗରମ ଗରମ ଖାଆନ୍ତୁ। କେମିତି ଲାଗିଲା ଆଜିର ଏଇ ଦୁଇଟି ରେସିପି ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଜମା ଡରନ୍ତୁନି ଭାଙ୍ଗିଯିବ ବୋଲି। ତ ଆରାମସରେ ଏମିତି ପିତିବାତିଆ ସାହାଯ୍ୟରେ ଆପଣ ଦବେଇ ନେଲେ ସେ ଅଟୋମେଟିକ୍ ଦବି ହେଇଯିବ। ତ ସୁଜି ଏମିତିରେ ଆମର ସବୁକିଛି ପଡ଼ିଛି, ଟେଷ୍ଟି ତ ଆସିବ। ତା ସହିତ ଏଇ ଚକୁଳି ଦେଖନ୍ତୁ ଗରମ ଗରମ ଯେମିତି କହିଥିଲି ପିତିବାତିଆ ସାହାଯ୍ୟରେ ଆରାମସେ ଧିମା ଆଞ୍ଚରେ ଏମିତି କ୍ରିସ୍ପି କରିବେ। ଦେଖିପାରୁଛନ୍ତି ନା, ଆଉ ଜମା ଭାଙ୍ଗିବନି କି ଆପଣଙ୍କ ଯେହେତୁ ଚକୁଳିଟା ଦିଗଡ଼ି ହେବନି। ତ ଚାଲନ୍ତୁ ଏମିତି ଭାବରେ ମୁଁ ସବୁତକ କରିନେବି। ସେକେଣ୍ଡ ତ ଆମର ଚଟଣି ଅଲରେଡ଼ି ହେଇଯାଇଛି। ପୁଣି ଥରେ ଆପଣଙ୍କୁ ଦେଖାଇ ନେଉଛି, ଦେଖନ୍ତୁ ମୁଁ ଆରାମସରେ ଦେଖନ୍ତୁ ହାତ ସାହାଯ୍ୟରେ କରୁଛି। ଗରମ ଗରମ ଯେହେତୁ କରିବେନି, ପୁରା ଦେଖନ୍ତୁ ଆପଣଙ୍କୁ ତଳ ପଟେ ଗ୍ୟାସ୍ ଦେଖିଲେ ଜମା ନ ଜଳିଲା ପରି ଦେଖାଯିବ। ପୁରା ଧିମା ଆଞ୍ଚ କରିବେ ଯେତେବେଳେ ଆପଣ କରିବେ, ଯେହେତୁ ଆପଣଙ୍କୁ ଗରମ ଅଟାରେ ଧରା ପଡ଼ିବ ନାହିଁ। ପିଆଜ ରସୁଣ ଯାହାକୁ ପସନ୍ଦ ଥିବ ନା ଏଇ ଚଟଣି ତାହାର ଯେହେତୁ ଫେଭରେଟ୍ ବନିଯିବ। ତା ସହିତ ଗରମ ଗରମ ଭାତ ସହିତ ଏଇ ଚଟଣି ଗୋଳେଇ ଖାଇଲେ ଦ୍ୱିଗୁଣ ଆନନ୍ଦ ପାଇବ। ତ ପ୍ରସ୍ତୁତ ହେଇଯାଇଛି। ନେକ୍ସଟ ଭିଡ଼ିଓ କିଛି ନୂଆ ନେଇକି ଆସି ସେବେ ମୋତେ ବିଦାୟ।